हेलो हाय नमस्कार जय माता रिणी केमती अच्छा सांग मैंने आशा करछि आपण माने भलर थी मु भी बहुत भलरे अच्छी। आज ब्लॉग टी आरंभ होउची मो पु आदि पाखरु स्टार्ट होउची आगु मो सहित रुहतु देखिया। गुड बॉय Make excellent. Hey, you're spicy talking dog. Talking dog was spicy. God, he was talking dog. शीघ्र शीघ्र खा स्कूल जीबू लेट होउची। स्कूल आज मामा नहीं जीवे ना जेजे नेबे। Tombe. हो Video na audio. Apa audio na video? Baba to audio. Kalau dia शीत लगे स्कूल पहुँच के काट दो मु काढ़ी नहीं आसमी नने हावा लगे ना ठंडा अच्छी बाबा तो कौन गरम लगे खाली गरम लगे तो किसी ना बाबा हावा लगे ना स्कूटर गले बसिकी साइकेल जजा दिन ने मो स्कूटर नहीं जीते आज हाय कर दे मत भी बाहर आया पड़ो कहीं मुवी नहीं कि जी आज पुओ को ना से मत बाहर आया पड़ो मुझे जाऊँ बाहर धर बैग धर टोपी नबू कि गेट खोल बाजिव कौटी अच्छा बाहर आसुँच पुअर लेट होगला मुझे स्कूल छाड़ी आपण मान सहित कथा आसला मुझे पु छाड़ी पलि आसली बहुत लेट आज होगला भी देखा मम्मी कौन कर सब डाडी नहीं जाती किंतु आज हूँ जेहेतु डाडी देह टे भल ना से मुझे जाऊँगी 2 दिन है सका उठला माने केते काम तो काम करके पुओ को खुएकी ड्रेस फ्रेस पिंधेकी निजे बाहर की गला बेलू लेट हो जाऊँगी आज भी लेट टे होगला पुअर प्रेयर भी सरी जाता मुझे छाड़ी देकी पलि आसली देखिए कौन हो मम्मी कौन कर मम्मी जाइए छात उपर ठाकुर पूजा करने मुझे जाए ता भितर गाधो पी फ्रेश हो पड़े आपण सहित कथा मम्मी ठाकुर पूजा करके तौल को पलैले मोटे भी लेट होगला बासवा सब बेले मुझे ठाकुर पूजा करे किंतु आज जेहेतु लेट हो मम्मी से करदे मम्मी भी आज कड़े जी बाहर गाँ को जी झीआरी बाहाघर आते जाकि खाई पी रेडी हे मुझे आसले टे ठाकुर को जुआर होपर जा देखा आपन को मम्मी ए जावाई बाहर रेडी हो सारे मम्मी है तुम मम्मी ए रेडी होती बाहर सारे ना मम्मी झीआरी बाहाघर को जी कौटी के जीव ना कौटी तुम झीआरी घर कौटी झीआरी बाहाघर दोल साई बाप घर को जाऊँ शाढ़ी बढ़िया लगुच कलरटा बहुत कुंच बढ़िया से भी पड़ जाए ना
ଆଉ ବ୍ୟାଗ୍ ଫ୍ୟାଗ୍ ସବୁ ରେଡ଼ି ହେଇସାରିଛି ନା? ରେଡି। ଆଉ କିଛି ଲଗେଇନ ମୁହଁ ଫୁହଁର ବାହାରିନ? ଲଗେଇବି ବାହାରୁଛି ଆଉ ରେଡି ହଉଛି। ଆଉ ରେଡ଼ି ଶାଢ଼ୀ ବେଶୀ ନେଇନ ନା? ନା ସେଇ ଯୋଉ ଶାଢ଼ୀଟା କହିଲୁ ବାହାଘର ପିନ୍ଧିବୁ ଖଣ୍ଡିଏ ନେଇଛି ଆଉ ସାୟା ଖଣ୍ଡେ ଅଛି ବ୍ଲାଉଜ 2 ଖଣ୍ଡ ଅଛି। କଣ କରିବୁ ଖାଲି ଖାଲି ବେକାର ବହି ବହିକା ନେଇକି ଲାଭ କଣ ନା? ଏଇଟା ପିନ୍ଧିବେନି ନା। ହଉ। ଆଜି ଟିକେ ବହୁତ ଦିନ ପରେ ଟିକେ ପଖାଳ ଖାଇବା ପାଇଁ ଇଚ୍ଛା ହେଲା, ସେଥିପାଇଁ ମୁଁ ପଖାଳ ଟିକେ ଖାଇବି। ସେଥିପାଇଁ ବାଇଗଣଟା ଟିକେ ଖାଲି ମାନେ ଫାଳି ଫାଳି କରିକି ତାକୁ ଜିରା ଲଙ୍କା ଦେଇକି ଭାଜିବି। ଆଉ ଗୋଟେ କରିବି ବଢ଼ି ଭାଜିବି, ବଢ଼ି ସହିତ ଝିଙ୍ଗୁଡ଼ି ଦେଇକି ଗୋଟେ ଛେଚିବି ତାକୁ, ଆଉ ଟିକେ ଶାଗ ବନେଇବି। ଆଉ ମସ୍ତ କରିକି ଗୋଟେ ପଖାଳ ପାଗ କରିକି ଆଜି ଖିଆଯିବ ବହୁତ ଦିନ ପରେ। ମମ୍ମି ଏପଟେ ଶାଗ ବନେଇ ଦେଉଛନ୍ତି, ତାଙ୍କର ମାନେ ଗାଡ଼ି ଟାଇମ୍ ହେଇନାହିଁ ତ ସେଥିପାଇଁ ସେ ବାହାରିବୁ କରିକି ବି ଶାଗ କାଟୁଛନ୍ତି। ବସ୍ ତାଙ୍କର ଅଛି 11ଟାରେ, ସେଇଥିପାଇଁ ରେଡ଼ି ହେଇଯାଇଛନ୍ତି। କିନ୍ତୁ ଟିକେ ହେଲ୍ପ କରିଦେଉଛନ୍ତି, ଶାଗ ଫାଗ ବନେଇ ଦେଉଛନ୍ତି। ପୁଅ ବି ସ୍କୁଲରୁ ଆସିଯିବ, ମୁଁ ଏକୁଟିଆ ପାରିବିନି, ସେଥିପାଇଁ ସେ କାଟି କୁଟିକି ବନେଇ ଦେଇକି ଯାଉଛନ୍ତି। ମମ୍ମି ଗଲା ପରେ ତାପରେ ମୁଁ ଖାଇବି। ଟାଇମ୍ ହେଇଗଲା ଏବେ ଚାଲିଲି। ହଉ ଚାଲ। ଡାଡ଼ି ନେଇକି ଯିବେ ଛାଡ଼ିବା ପାଇଁ ITI ଛକ, ସେଠୁ ସେ ବସ୍ରୁ ପଳେଇବେ ଭଦ୍ରକ, ଭଦ୍ରକରୁ ପୁଣି ଗାଡ଼ି ଚେଞ୍ଜ କରିକି ଦୋଳସାହି ଯିବେ। ପୁଣି ଦୋଳସାହିରୁ ତାଙ୍କ ଘରକୁ ଯିବାକୁ ହେଲେ ସେଠି ବି ବସ୍ ଥାଏ ବେଳେବେଳେ, ନହେଲେ ଅଟୋ ରିଜର୍ଭ କରିକି ଯିବେ। ବାଏ। ମୋତେ ସେଥିପାଇଁ କହୁଥିଲେ ତୁ ଖାଇଦେ, କାହିଁକି ନା ପୁଅ ଆସିଯିବ, ତୁ ଆଉ ଖାଇପାରିବୁନି, ପୁଅ ବଦମାସି ହେଉଛି ଇଏ କରୁଛି, ଆଉ ବନେଇବୁ ଏପଟେ ଖାଇବା ପିଇବା ଇଏ ଲେଟ୍ ହେବ, ହେଇଗଲାଣି ବି ଟାଇମ୍ ହେଇଗଲାଣି 10ଟା 10:30। ମୁଁ ଅଛି ତୁ ଖାଇଦେ। ମୁଁ ନା ମମ୍ମି ତୁମେ ଯାଇସାର, ତାପରେ ମୁଁ ଆରାମସେ ବନେଇକି ବି ଖାଇବି। କାମ ବି ଏପଟେ ରହିଛି ସବୁ, ମମ୍ମି ଛଡ଼ଉଥିଲେ ରସୁଣ ଫସୁଣ ଛଡ଼ଉଥିଲେ, ବାତା ବି ଗୋଟେ ଛଡ଼ଉଥିଲେ ପୁଅ ପାଇଁ, ପୁଅ ଆସିଲେ ଖାଇବ ସ୍କୁଲରୁ। ମୁଁ ସେଥିପାଇଁ କହିଲି ହେଉଛି ସବୁ ଏସବୁ ବନେଇବା ନେଇକି ମୁଁ ପୁରା ଖାଇବି, ଆରାମସେ ବସିକି ଖାଇବି ଶାନ୍ତିରେ। ତାପରେ ଡାଡ଼ି ବି ଛାଡ଼ିବା ପାଇଁ ଗଲେ, ସେ ବି ଆସିଲେ ଖାଇବେ, ଆମେ ସାଙ୍ଗ ହେଇକି ଖାଇବୁ। ସେଥିପାଇଁ ମମ୍ମିଙ୍କ ଟାଇମ୍ ହେଇଗଲା, ସେ ପଳେଇଲେ। ଏବେ ମୋର ଶାଗ ବସେଇଛି, ଶାଗ ଛୁଙ୍କ ଦେବି ଏବେ। ତାପରେ ମୋର ଏଠି ବାଇଗଣ ହେଇଗଲାଣି, ଅଲରେଡ଼ି ଭଜା ହେଇଗଲାଣି। ମୋର ରେଡ଼ି ହେଇଗଲା ଭାତ, ଭାତ ସହିତ ଶାଗ, ଏଟା ବଢ଼ି ଆଉ ଚିଙ୍ଗୁଡ଼ି ଛେଚା, ଆଉ ବାଇଗଣ ଭଜା, କାକୁଡ଼ି। ମୁଁ ଏବେ ଖାଇ ନେବି। ଡାଡ଼ିଙ୍କର ବି ବାଢ଼ିକି ରଖିଦେଇଛି, ସେ ପର୍ଯ୍ୟନ୍ତ କାହିଁ ଆସୁନାହାନ୍ତି, ଲେଟ୍ ହେଇଗଲାଣି। 11ଟା ପ୍ରାୟ ହେଇଯିବ, ମୁଁ ବି ପୁଅକୁ ଆଣିବାକୁ ଯିବି। ସେଥିପାଇଁ ମୁଁ ମୋର ଆଗେ ଖାଇ ନେଉଛି, ଟାଇମ୍ ଲାଗିବ। ଡାଡ଼ି ଆସିଲେ ଖାଇବେ, ସେ ଲେଟ୍ ହେବ ତାଙ୍କର ଆସିବା, କାହିଁକିନା ସେ ମାଛ ଫାଛ ନେଇକି ଆସି ମମ୍ମିକି ଛାଡ଼ିକି ମାଛ ନେଇକି ଆସିବେ। ଆସିଲା ପରେ ସେ ଖାଇବେ, ମୁଁ ପୁଅକୁ ଆଣିବାକୁ ଯିବି। ଆକ୍ଚୁଆଲି ପୁଅକୁ ଆଣିବାକୁ ସିଏ ଯାଆନ୍ତି, ମୁଁ ତ ଯାଏନି କେବେ ଛାଡ଼ିବାକୁ କି ଆଣିବାକୁ। କିନ୍ତୁ ତାଙ୍କର ମାନେ ଏଇ ରିସେଣ୍ଟ 2 ଦିନ ତଳେ କ'ଣ ହେଇଛି କି, ସେ ଯାଉଥିଲେ ସାଇକେଲରେ, ସେ ନେଇକି ଯାଆନ୍ତି ପୁଅକୁ। ତାଙ୍କର ମାନେ କାର୍ ତାଙ୍କୁ ପଛରୁ ମାନେ କୁଟି ଦେଇଛି, ସେଥିପାଇଁ ପୁଅ ବି ପଡ଼ିଯାଇଥିଲା ତଳେ, ସାଇକେଲ ତଳେ ପଡ଼ିଯାଇଥିଲା, ଡାଡ଼ି ବି ପଡ଼ିଯାଇଥିଲେ। ଆଉ ପୁଅକୁ ଜ୍ୱର ଥିଲା ଯେହେତୁ ସେ ଟିକେ ଡରି ଯାଇଛି, ତା ଜେଜେଙ୍କ ସହିତ ଯିବା ପାଇଁ ତ ରାଜି ପଡ଼ୁନି। ଆଉ ମୋତେ ବି ମାନେ ଯିଏ ବି ମୋର ସବୁ ସାଙ୍ଗମାନେ ମାନେ ଆଜିର ସ୍କୁଲର ଯିଏ ସାଙ୍ଗ, ତାଙ୍କ ସାଙ୍ଗର ମାଆ ମାନେ ମୋତେ କହୁଛନ୍ତି ତମେ କାହିଁକି ଛୁଆକୁ ନେଇକି ନ ଆସୁଛ, ତମେ ନେଇକି ଆସ, ମଉସାଙ୍କୁ କାହିଁକି ପଠଉଛ, ସେ ଆସୁଛନ୍ତି ସାଇକେଲରେ ନେଇକି, ବୁଢ଼ା ଲୋକ ଇଏ କରିବେ।
ଭାବୁଥିଲି ମୁଁ ଆଗରେ ଖାଇଦେବି, ଯେହେତୁ ଡାଡ଼ି ଆସିଗଲେଣି, ଡାଡ଼ି ଆମର ମିଶିକି ଖାଇଦେବୁ। ସେ ଖାଇବା ଷ୍ଟାର୍ଟ କରିଦେଲେଣି, ମୁଁ ବି ଷ୍ଟାର୍ଟ କରିଦେଉଛି। ରହୁଛି, ବାଏ। ଭିଡ଼ିଓଟି ମୁଁ ଏଇଠି ଶେଷ କରୁଛି। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଆଉ ହଁ, ସବସ୍କ୍ରାଇବ୍ କରିବାକୁ ବି ଜମା ବି ଭୁଲିବେନି ଭିଡ଼ିଓରେ ଯଦି ନୂଆ ଅଛନ୍ତି। ଆଉ ରହୁଛି, ବାଏ। ଜୟ ମା ତାରିଣୀ, ନମସ୍କାର।